जय जगन्नाथ पिलाମାନେ ତୁମର ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଦେଖିବେ କି ଆମର ଏସି ଓଡ଼ିଆ ୟୁନିଟ୍ 1ର ଯାହାକି ଆମର କମ୍ପଲସରି ସବଜେକ୍ଟ ଆର୍ଟ୍ସ କମର୍ସ ସାଇନ୍ସ ସବୁ ପିଲାମାନଙ୍କ ପାଇଁ। ତ ତାର ୟୁନିଟ୍ 1ର ଆମେ 5 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକୁ ଦେଖିବା ବା 5 ନମ୍ବର ବିଶିଷ୍ଟ ପ୍ରଶ୍ନ ଗୁଡ଼ିକୁ ଆମେ ଆଜି ଦେଖିବା। ତ କ'ଣ ରହିଛି ଚାଲ ପିଲାମାନେ ଦେଖିବା ଏବଂ ଆଉ ଡେରି ନ କରି ଚାଲ ପିଲାମାନେ କ୍ଲାସ୍କୁ ଷ୍ଟାର୍ଟ କରିବା। ତ ଦେଖ ପିଲାମାନେ ଆମର ପ୍ରଥମ କ୍ୱେଶ୍ଚିନ୍ ଦେଲା କି ତତ୍ସମ ଶବ୍ଦ କାହାକୁ କୁହନ୍ତି ସଦୃଷ୍ଟାଂଶ ଲେଖ। ତ ଦେଖିବା ତତ୍ସମ ଶବ୍ଦ କାହାକୁ କୁହାଯାଏ ଏବଂ ତାର କିଛିଟା ଉଦାହରଣ ଲେଖ ବୋଲି ସେଠାରେ କୁହାଯାଇଛି। ତ ଏମିତି ଆସିପାରେ ପିଲାମାନେ। ନହେଲେ ଆଉ ଗୋଟେ କ୍ୱେଶ୍ଚିନ୍ ପିଲାମାନେ ଏଇଟା କହିଦେଉଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତ ଯେଉଁ ଆମ ଓଡ଼ିଆ ଭାଷା କୋଷ ରହିଛି ତ ତା ଭିତରେ ଯେଉଁ ଶବ୍ଦ ଗୁଡ଼ିକ ରହିଛି ବା କ'ଣ ଶବ୍ଦ ଗୁଡ଼ିକ ରହିଛି ଯେଉଁ ଚାରୋଟି ତତ୍ସମ ତଦ୍ଭବ ଦେଶଜ ପର୍ଯ୍ୟାୟ ତ ଚାରୋଟି ଯାକ ମଧ୍ୟ ଗୋଟେ ଥରକରେ ଲେଖିବେ ଏମିତି ପଚାରିଦିଏ ଗୋଟେ ଥରକରେ ଲେଖିବାକୁ ଦେଇଦିଏ। ତ ଏଠାରେ ଅଲଗା ଅଲଗା କରିଦେଇଛି ତ ଆମେ ଆଲୋଚନା କରିବା। ତ ଦେଖ ପ୍ରଥମରେ କ'ଣ କଲା ନା ତତ୍ସମ ଶବ୍ଦ କାହାକୁ କୁହନ୍ତି ସଦୃଷ୍ଟାଂଶ ଲେଖ। ଦେଖ ତତ୍ସମ କାହା ଶବ୍ଦ ଦେଖ ସଂସ୍କୃତ ଭାଷାରେ ଥିବା ଅନେକ ଶବ୍ଦ ଅବିକଳ ଭାବରେ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଛି। ତ ସଂସ୍କୃତ ଭାଷାରେ ସେଇଆ ଥିଲା କିନ୍ତୁ ବର୍ତ୍ତମାନ ସେଇଟା ଓଡ଼ିଆ ଭାଷାରେ ଦୀପ୍ତ ସେଇଭଳି ହିଁ ବ୍ୟବହାର ହେଉଛି। ତେଣୁ କୁହାଯାଏ ଯେଉଁ ଶବ୍ଦ ଗୁଡ଼ିକ ସଂସ୍କୃତ ଭାଷାରୁ ଅବିକୃତ ଭାବରେ ଆସି ଓଡ଼ିଆ ଭାଷାରେ ବ୍ୟବହୃତ ହେଉଛି ତାହା ହିଁ ତତ୍ସମ ଶବ୍ଦ। ମାନେ ତତ୍ସମ ତାହା ସହିତ ସମାନ, ତାହା ସହିତ ମାନେ ପିଲାମାନେ କ'ଣ ନା ସଂସ୍କୃତ ଭାଷା ସହିତ ସମାନ ଭାଷାକୁ ଆମେ କହିବା ତତ୍ସମ ଶବ୍ଦ ବା ସେ ଶବ୍ଦ ଗୁଡ଼ିକୁ ହେଲା ସଂସ୍କୃତ ଭାଷାରୁ ଯେଉଁ ଭାଷା ଗୁଡ଼ିକ ଆସି ଓଡ଼ିଆ ଭାଷା କୋଷରେ ମିଶିଛି ତାକୁ ଆମେ କହିବା ତତ୍ସମ ଶବ୍ଦ ବା ଯେଉଁ ଶବ୍ଦ ଗୁଡ଼ିକ ହେଲା ସେ ଶବ୍ଦକୁ ଅପରିବର୍ତ୍ତିତ ଶବ୍ଦ ମଧ୍ୟ କୁହାଯାଏ। ତତ୍ସମ ଅର୍ଥ ତା ପରିବା ସଂସ୍କୃତ ଭାଷା ସହିତ ସମାନ। ତ ସେପରି ଅନେକ ସଂସ୍କୃତ ଶବ୍ଦକୁ ଉତ୍ତରାଧିକାରୀ ସୂତ୍ରରେ ଆମେ ଓଡ଼ିଆ ଭାଷାରେ ବ୍ୟବହାର କରୁଅଛୁ। ଯେମିତି ଅଗ୍ନି, ଅନ୍ତରିକ୍ଷ, ଅଟ୍ଟାଳିକା, ଆଶା, ଆକାଂକ୍ଷା, ଆଦିତ୍ୟ, ଇତିହାସ, ଈଶ୍ୱର ଉତ୍ତର ଏଭଳି ଭାବରେ ବହୁତ ଗୁଡ଼ିଏ ଶବ୍ଦ ଆମେ ଆମ ଓଡ଼ିଆ ଭାଷା କୋଷରେ ବ୍ୟବହାର କରୁଛୁ ଯେଉଁଟାକି ସଂସ୍କୃତ ଭାଷା କୋଷର ଶବ୍ଦ ଗୁଡ଼ିକ। ଏଗୁଡ଼ିକୁ ସାଧୁ ଶବ୍ଦ, ଶିଷ୍ଟ ଶବ୍ଦ ବା ମାର୍ଜିତ ଶବ୍ଦ ବୋଲି ମଧ୍ୟ କୁହାଯାଏ। ଏ ଯେଉଁ ତତ୍ସମ ଶବ୍ଦ ଗୁଡ଼ିକ ହେଉଛନ୍ତି ସାଧୁ ଶବ୍ଦ ବା ସାଧୁମାନଙ୍କର ଶବ୍ଦ, ଶିଷ୍ଟ ବା ଗୋଟେ ଶିଷ୍ଟାଚାର ଶବ୍ଦ ଇଏ ବା ଗୋଟେ ମାର୍ଜିତ ଶବ୍ଦ ବୋଲି ମଧ୍ୟ କୁହାଯାଏ କାହାକୁ ନା ସଂସ୍କୃତ ଶବ୍ଦ ବା ତତ୍ସମ ଶବ୍ଦକୁ। ଆଉ କେତେକ ଶବ୍ଦ ଅଛି ଯାହା ଓଡ଼ିଆ ଭାଷାରେ ବ୍ୟବହୃତ ହେଲା ବେଳେ ସାମାନ୍ୟଟି ପରିବର୍ତ୍ତନ ହୋଇଯାଏ। ସେଗୁଡ଼ିକ ହେଲା ଅର୍ଦ୍ଧ ତତ୍ସମ ଶବ୍ଦ। ସେଗୁଡ଼ିକ ହେଲା ଦେଖ ପିଲାମାନେ ଯେମିତି ଅଳ୍ପକୁ ଅଳ୍ପ ଗୋଟେ ସଂସ୍କୃତ ଶବ୍ଦ ତ ସେଇଭଳି ଭାବରେ ଅଳପ କହିଦେଉଛନ୍ତି। କର୍ମକୁ କରମ, କୁମାରୀକି କୁଆଁରୀ, ଧର୍ମକୁ ଧର୍ମ। ତ ଏଇଟା ଆମ ଓଡ଼ିଆ ଭାଷା କୋଷରେ ରହିଛି। ତ ଏଗୁଡ଼ିକ ନା ଓଡ଼ିଆ ଭାଷା କୋଷରେ ଏମିତି କୁହାଯିବ। ଓଡ଼ିଆ ଭାଷା କୋଷରେ ଏଗୁଡ଼ିକ ଶବ୍ଦ ଭାବରେ ରହିଯାଇଛି। ତାର ମୂଳ ସଂସ୍କୃତ ଶବ୍ଦ ହେଉଛି ଏଇଟା ହେଲା। ତ ଏଭଳି ଭାବରେ ରହିଛି ପିଲାମାନେ ଆମର ତତ୍ସମ ଶବ୍ଦ କାହାକୁ କୁହାଯାଏ ନା ସଂସ୍କୃତ ଭାଷା ସହିତ ଯେଉଁ ଶବ୍ଦ ସମାନ ବା ଆମ ଓଡ଼ିଆ ଭାଷା ସମାନ ତ ଓଡ଼ିଆ ଭାଷା କୋଷର ଶବ୍ଦ ଗୁଡ଼ିକ ସମାନ ତ ତାକୁ ଆମେ କହିବା ତତ୍ସମ ଶବ୍ଦ ଏବଂ ତାର କିଛିଟା ଉଦାହରଣ ଦେଖିଲେ। ତ ସେଭଳି ଭାବରେ ତଦ୍ଭବ ଶବ୍ଦ କାହାକୁ କୁହନ୍ତି ଉଦାହରଣ ସହ ଦର୍ଶାଅ। ତ ଏଇଟା ପରିବର୍ତ୍ତିତ ଶବ୍ଦ। ସଂସ୍କୃତ ଭାଷାରୁ ଓଡ଼ିଆକୁ ଆସିବା ବେଳେ ପରିବର୍ତ୍ତିତ ହୋଇଥିବା ଅନେକ ଶବ୍ଦ ଆମ ଭାଷାରେ ଦେଖିବାକୁ ମିଳେ। ମାନେ କ'ଣ ସଂସ୍କୃତ ଭାଷା ଯେତେବେଳେ ଓଡ଼ିଆ ଭାଷାକୁ ଆସିଲା ତାକୁ ବହୁତ ଶବ୍ଦ କ'ଣ ପରିବର୍ତ୍ତିତ ହୋଇଥିବା ଆମ ଭାଷାରେ ଆମେ ଦେଖିବାକୁ ମିଳୁଛି। ଏହାକୁ ତଦ୍ଭବ ଶବ୍ଦ କୁହାଯାଏ। ତଦ୍ଭବ ଅର୍ଥାତ୍ ତହିଁରୁ ଉଦ୍ଭବ ବା ତହିଁରୁ ଜାତ। କେଉଁଥିରୁ ଜାତ ନା ସଂସ୍କୃତ ଶବ୍ଦରୁ ଜାତ ଶବ୍ଦ ଗୁଡ଼ିକୁ ସଂସ୍କୃତ ଭାଷା କୋଷରୁ ମାନେ ସୃଷ୍ଟ ବା ଜାତ ଶବ୍ଦ ଗୁଡ଼ିକୁ ଆମେ କହିବା ତଦ୍ଭବ। ଏ ତଦ୍ଭବ ଶବ୍ଦକୁ ଅପଭ୍ରଷ୍ଟ ଶବ୍ଦ ମଧ୍ୟ କୁହାଯାଏ। ସେପରି କେତେକ ତଦ୍ଭବ ଶବ୍ଦ ହେଲା ଯେମିତି ଦେଖ ତତ୍ସମ ମାନେ କ'ଣ ଅଗ୍ର ବା ସଂସ୍କୃତ ଭାଷାରେ ସେଟା ଥିଲା ଅଗ୍ର କିନ୍ତୁ ତଦ୍ଭବ ସେଠୁ ଜାତ ହେଲା ଆଗ। ମାନେ ଏଗୁଡ଼ି ହେଉଛି ଗୋଟେ ଗୋଟେ ସଂସ୍କୃତ ଶବ୍ଦ ପିଲାମାନେ ଏ ସାଇଟ୍ରେ। ତ ତାଠୁ ସୃଷ୍ଟ ହେଇଛି ମାନେ ଆମ ଓଡ଼ିଆ ଭାଷାରେ ଏଇଟା ଚାଲିଛି। ଉଷ୍ଟ୍ର ମାନେ ଅଟୋ, ଓଡ଼ିଆ ଭାଷାରେ ସେଇଟା ଅଟୋ। ଅନ୍ଧକାରକୁ ଅନ୍ଧାର, ଅମାବାସ୍ୟାକୁ ଉଆଁସ। ତ ଏଇଭଳି ଭାବରେ ବହୁତ ଗୁଡ଼ିଏ ସଂସ୍କୃତ ଶବ୍ଦରୁ ଆମର ଓଡ଼ିଆ ଭାଷାର ବହୁତ ଗୁଡ଼ିଏ ଶବ୍ଦ ଆସିଛି। ତ ଯେମିତି ଦେଖ ତାମ୍ର, ତମ୍ବା, ତପ୍ତ, ତାତିଲା, ଦୁଗ୍ଧ, ଦୁଧ, ନବ, ନୂଆ, ନୃତ୍ୟ, ନାଚ ଏମିତି ଭାବରେ ବହୁତ ଗୁଡ଼ିଏ ଶବ୍ଦ ଆମର ଓଡ଼ିଆ ଭାଷା କୋଷରେ ରହିଛି ଯାହାକି ଆମର ସଂସ୍କୃତ ଭାଷା କୋଷରୁ ଆସିଛି। ତ ତାପରେ ଦେଖିବା ଦେଶଜ ଶବ୍ଦ କ'ଣ ଉଦାହରଣ ସହ ଦର୍ଶାଅ ବା ଉଦାହରଣ ସହ ଲେଖ। ଦେଖ ଦେଶ ଶବ୍ଦ କ'ଣ କହିବା ଏପରି ଅନେକ ଶବ୍ଦ ଅଛି ଯାହା ସଂସ୍କୃତ ଭାଷାରୁ ଉଦ୍ଭବ ହୋଇନାହିଁ ଯେଉଁଟାକି ସଂସ୍କୃତ ଭାଷାରୁ ଆସିନାହିଁ। ତ ପୂର୍ବରୁ ଦୁଇଟା ଆମେ ଦେଖିଲେ ସଂସ୍କୃତ ଭାଷା ଯେମିତି ଗୋଟେ ହେଉଛି ସଂସ୍କୃତ ଭାଷା ସହିତ ସମାନ ଯାହାକୁ କୁହାଯାଏ ତତ୍ସମ, ଆଉ ଗୋଟେ ହେଉଛି ସଂସ୍କୃତ ଭାଷାରୁ ସୃଷ୍ଟି ବା ସଂସ୍କୃତ ଭାଷାରୁ ଉଦ୍ଭବ ତାହାକୁ ଆମେ କହୁଛେ ତଦ୍ଭବ। ଆମ ଦେଶରେ କେଉଁ ଆଦିମ କାଳରୁ ଅନେକ ଶବ୍ଦ ପ୍ରଚଳିତ ହୋଇ ଆସୁଛି ଯାହାକୁ ଦେଶ ଶବ୍ଦ ବୋଲି କୁହାଯାଏ। ଦେଶଜ ଅର୍ଥ ଦେଶରୁ ଜାତ ମାନେ ଆମ ନିଜ ଦେଶରୁ ବା ଆମ ନିଜ ଆଞ୍ଚଳିକ ଭାଷାରୁ ବା ନିଜ ଜାତି ନିଜ ରାଜ୍ୟ ଏଥିରୁ ଗୋଟେ ଗୋଟେ ଶବ୍ଦ ଆସିଛି ଯାହାକୁ ଆମେ କହିବା ଦେଶଜ। ତ ଓଡ଼ିଆ ଏକ ସାର୍ଥକ ପୁରାତନ ଶକ୍ତିଶାଳୀ ଭାଷା ହେଇଥିବାରୁ ଏଥିରେ ଅନେକ ଦେଶଜ ଭାଷା ରହିଛି। ଓଡ଼ିଆ ଗୋଟେ ଶକ୍ତିଶାଳୀ ଭାଷା ବା ଗୋଟେ ପୁରାତନ ଶକ୍ତିଶାଳୀ ଭାଷା ହେଇଥିବାରୁ ଏଥିରେ ଅନେକ ଗୁଡ଼ିଏ ଦେଶଜ ଭାଷା ବା ଦେଶଜ ଶବ୍ଦ ରହିଛି ଯଥା ଅଡ଼ୁଆ, ଅଖାଡ଼ୁଆ, ଅଣ୍ଟା, ଅଲଗୁଣି, ଆହୁଲା, ଆଣ୍ଠୁକୁଡ଼ା, ଉଖୁଡ଼ା, ଉଠିଆ, ଉହା, ଓରା, କଚଡ଼ା, କୁଲାଇ, ଖଚୁଆ, ଖାବୁଡ଼ା, ଖୁଣ୍ଟ, ଗୋଡ଼, ଗେଣ୍ଡା, ଘେରିବା, ଘୁମୁରା, ଚେଙ୍ଗା,
ଚୁଲା, ଛାପ, ଛପର, ଛାତି, ଟିପ, ଟୋକା ଏଭଳି ଭାବରେ ଅନେକ ଗୁଡ଼ିଏ ଆମର ଓଡ଼ିଆ ଶବ୍ଦ ବା ଯେଉଁଟାକି ଆମେ ସେଇଟା କେଉଁ ସଂସ୍କୃତ ଶବ୍ଦରେ ନାହିଁ ବା କୌଣସି ସଂସ୍କୃତ ଶବ୍ଦରୁ ଆସିନାହିଁ। ତ ଏଗୁଡ଼ିକ ହେଉଛି ଗୋଟେ ଗୋଟେ ଦେଶ ଶବ୍ଦ ବା ନିଜ ଦେଶରୁ ଯେଉଁଟା ଜାତ ହୋଇଛି ବା ନିଜ ଅଞ୍ଚଳ ଯେଉଁଟା ଜାତ ହୋଇଛି। ଏହା ବ୍ୟତୀତ ଆମର ଆରିସା, ଏଣ୍ଡୁରି, ତୋଟା, ତାଟି, ପଢୁଅ, ବାଡ଼ି, ସଢ଼େଇ ଏପରି ଦ୍ରାବିଡ଼ ଶବ୍ଦ ଏବଂ ଅଝଟ, ଅଡ଼ା, କୋଡ଼ି, ଘୁଷୁରୀ, ଝାମିଲି, ଟାଙ୍ଗିଆ, ଡେଙ୍ଗା, ଡେବିରି, ପାଇକ, ପଗଡ଼ା, ସରୁ ଇତ୍ୟାଦି ଆଦିବାସୀ ଶବ୍ଦଗୁଡ଼ିକ ମଧ୍ୟ ଆମ ଦେଶ ଶବ୍ଦ ଭାବରେ ଗ୍ରହଣ କରାଯାଏ। ଏଗୁଡ଼ିକ ଦ୍ରାବିଡ଼ ଶବ୍ଦରୁ ଏଗୁଡ଼ିକ ହେଉଛି ଆମର ଗୋଟେ ଗୋଟେ ଆଦିବାସୀ ଶବ୍ଦ ଯେଉଁଟାକି ଆମ ଓଡ଼ିଆ ଭାଷା କୋଷରେ ରହିଯାଇଛି। ଏହାଛଡ଼ା ବହୁ ଆଞ୍ଚଳିକ ଭାଷା ମଧ୍ୟ ଏହି ଦେଶ ଶବ୍ଦ ମାନେ ଆଞ୍ଚଳିକ ଭାଷାଗୁଡ଼ିକୁ ଆମେ ଦେଶ ଶବ୍ଦରେ ମଧ୍ୟ ଆମେ ଅନ୍ତର୍ଭୁକ୍ତ କରିବା। ବୈଦେଶିକ ଶବ୍ଦ କ'ଣ ପିଲାମାନେ ଦେଖ, ଫାଷ୍ଟ ଦେଖିଲେ ଆମେ ତତ୍ସମ, ତାପରେ ଆମେ ତଦ୍ଭବ, ତାପରେ ଦେଖିଲେ ଦେଶଜ, ତାପରେ ଆମେ ଦେଖିବା ବୈଦେଶିକ। ତ ଫାଷ୍ଟ ହେଉଛି ଆମ ତଦ୍ଭବ ତାପରେ ତତ୍ସମ। ତ ପ୍ରଥମେ ତତ୍ସମ ଦେଇଦେଇଛି ଚଳିବ, କିଛି କଥା ନାହିଁ। ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ। ତ ବୈଦେଶିକ ଶବ୍ଦ କ'ଣ ଦେଖିବା, ବିଦେଶରୁ ଆଗତ ଶବ୍ଦଗୁଡ଼ିକୁ ଆମେ କହିବା ବୈଦେଶିକ ଶବ୍ଦ ଯେଉଁଗୁଡ଼ିକ ବିଦେଶୀ ଶବ୍ଦ ବା ବିଦେଶୀ ଶବ୍ଦ ଭାଷାକୋଷରୁ ଆମ ଭାଷା ଶବ୍ଦଗୁଡ଼ିକ ଆସିଛି। ସ୍ୱାଧୀନତା ପୂର୍ବରୁ ଭାରତବର୍ଷ ଅନେକ ବାହ୍ୟ ଶକ୍ତି ଦ୍ୱାରା କବଳିତ ହୋଇଛି। ଅନେକ ବାହ୍ୟ ଦେଶମାନେ ଆମ ଦେଶକୁ ଆକ୍ରମଣ କରିଛନ୍ତି ବା ଶାସନ କରିଛନ୍ତି। ଆଫଗାନ, ମୋଗଲ, ମରଠା, ଇଂରେଜମାନଙ୍କ ଦ୍ୱାରା ଆମ ଦେଶ ଶାସିତ ହୋଇଥିବା ହେତୁ ବାଣିଜ୍ୟ, ବ୍ୟବସାୟ, ଧର୍ମ ପ୍ରଚାର ଇତ୍ୟାଦି ଉଦ୍ଦେଶ୍ୟରେ ଅନେକ ବୈଦେଶିକ ଶବ୍ଦ ଆମ ଭାଷାରେ ପ୍ରବେଶ କରିଅଛି। ତ ଭାଷା ଏକ ଚଳନ୍ତି ନଦୀ ପରି, ସେ ଚଳନ୍ତି ନଦୀ ପରି ସେ କେବେ ମଧ୍ୟ ରୁହେ ନାହିଁ, ଅଟକେ ନାହିଁ, ସେ ଚାଲିଥାଏ। ଅନେକ ସ୍ରୋତ ସେହି ନଦୀରେ ମିଶିବା ପରି ଅନେକ ବୈଦେଶିକ ଶବ୍ଦ ମଧ୍ୟ ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରୁଛି। ଯେମିତି ଅନେକ ଗୁଡ଼ିଏ ସ୍ରୋତ ଆସି ନଦୀରେ ମିଶନ୍ତି, ସେଭଳି ଭାବରେ ଅନେକ ଗୁଡ଼ିଏ ଶବ୍ଦ ଆସି ଆମ ଓଡ଼ିଆ ଭାଷା କୋଷରେ ରହିଛି ବା ଆମ ଓଡ଼ିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରିଛି। ସେଗୁଡ଼ିକ ନିମ୍ନ ମଧ୍ୟ ବିଭକ୍ତ କରାଯାଇଛି। ତ କେତୋଟି ବୈଦେଶିକ ଶବ୍ଦ ଦେଖିବେ। ପ୍ରଥମେ ଆସିଲା ପାର୍ସୀ ଶବ୍ଦ, ଯେମିତି ଅଇନା, ଆଜାଦ, ଆମଦାନୀ, ଇଜତ, ଇନାମ, ଇଲାକା, ଏତାଲା, ଓଜନ, ଓସ୍ତାଦ, କଲମ, କାଗଜ, କାମିଜ, ଖର୍ଚ୍ଚ ଏଗୁলো ହେଉଛି ଗୋଟେ ଗୋଟେ ଆମର ପାର୍ସୀ ଶବ୍ଦ। ସେ 3ରୁ 4ଟି ମନେ ରଖ ପିଲାମାନେ। ତ ଡକାୟତ, ଦରଖାସ୍ତ ଏଗୁଡ଼ିକ ହେଉଛି ଗୋଟେ ଗୋଟେ ଆମର ପାର୍ସୀ ଶବ୍ଦ। ତାପରେ ଆସିଲା ଆରବୀ ଶବ୍ଦ। ଆରବୀ ଶବ୍ଦରେ ଅଦାଲତ, ଅମଲା, ଅମିନ, ଆଇନ, ଇନାମ, ଇସ୍ତଫା, ଏତଲା, ଓରଫ, କବଲା, ଗଜିଆ, କଲିଜା, କାଇଦା, କାନୁନ ଏଗୁଡ଼ିକ ହେଉଛି ଗୋଟେ ଗୋଟେ ଆରବୀ ଶବ୍ଦ। ତୁର୍କୀ ଶବ୍ଦ ଯେମିତି କଇଁଛ, କାବୁ, କୁଲି, ଗାଲିଚା, ଚକମକି, ଚାକୁ, ଠାକୁର, ତୋପ, ବନ୍ଧୁକ, ବରବୁଚି ତୁର୍କୀ ଶବ୍ଦ। ତାପରେ ଆସିଲା ପର୍ତ୍ତୁଗୀଜ ଶବ୍ଦ, ଆଚାର, ଆତ, ଆଲକାତାରା, ଆଲମିରା, ଇସ୍ପାତ, ଇସ୍ତ୍ରୀ, କଫି, କାଜୁ, କାମିଜ, କିରାଣୀ ଏଗୁଡ଼ିକ ହେଉଛି ଗୋଟେ ଗୋଟେ ପର୍ତ୍ତୁଗୀଜ ଶବ୍ଦ। ତ ଯାହାକି ଆସିକି ଆମ ଓଡ଼ିଆ ଶବ୍ଦକୋଷକୁ ବା ଓଡ଼ିଆ ଶବ୍ଦ ଭଣ୍ଡାରକୁ ସେମାନେ ସମୃଦ୍ଧ କରିଛନ୍ତି। ତ ଦୈନନ୍ଦିନ ଓଡ଼ିଆ କଥିତ ଭାଷାରେ ଇଂରାଜୀ ଶବ୍ଦର ଅବତାରଣ କର, ଯେମିତି ଅର୍ଦ୍ଦଳି। ତ ଏଇଟା ଏମିତି କିଛି ପିଲାମାନେ କୋଶ୍ଚିନ୍ ଏମିତି ଆସିବନି। ତ ଏଇଟା ମଧ୍ୟ ଗୋଟେ ଇଂରାଜୀ ଶବ୍ଦ ବା ଇଂରାଜୀ ଯେଉଁ ପର୍ତ୍ତୁଗୀଜ ଶବ୍ଦରେ ଏଇଟା ଇଂରାଜୀ ଶବ୍ଦ ଗୋଟେ ମନେ ରଖିଦେବ। ତ ଏଇଟା ଗୋଟେ ଏତେ ଲଙ୍ଗ ଏମିତି କିଛି ଆସିବନି। ତ ଟାଉଟର, ଟିକସ, ଟିଭି, ଟିମ୍, ଯେମିତି ଇଞ୍ଜିନିୟର, ଇଲେକ୍ଟ୍ରିକ୍, ଇନ୍ସପେକ୍ଟର, ଏକର, ଏସିଡ୍, ୱେଲ୍, କପ୍, କମ୍ପାନୀ, କର୍ପୋରେସନ୍ ଏଭଳି ଭାବରେ ଗୋଟେ ଗୋଟେ ଆସିଛି। ତ ଏଇଟା ଲଙ୍ଗ କୋଶ୍ଚିନ୍ ଭାବରେ ତୁମେ ମନେ ରଖ ନାହିଁ। ତ ମୁଁ ଏଇଟା କହିଦେଉଛି, ଯେଉଁ ପର୍ତ୍ତୁଗୀଜ ଶବ୍ଦ ରହିଛି ଏଇଟା ଇଂରାଜୀ ଶବ୍ଦରୁ ଏଇଠୁ 4ଟି 5ଟି ତୁମେ ଲେଖିଲେ ଆରାମସେ ସେ ଯେଉଁ ବୈଦେଶିକ ଶବ୍ଦରୁ ଆମେ 5 ମାର୍କ ପାଇପାରିବା। ତ ଅର୍ଥଗତ ଦୃଷ୍ଟିରୁ ଓଡ଼ିଆ ଶବ୍ଦର ବିଭାଗୀକରଣ ଗୁଡ଼ିକ ଲେଖ। ତ ଅର୍ଥଗତ ପ୍ରତୀତି ଦୃଷ୍ଟିରୁ ଓଡ଼ିଆ ଶବ୍ଦଗୁଡ଼ିକୁ ମୁଖ୍ୟତଃ ଆମର 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ରୂଢ଼ ଶବ୍ଦ, ଗୋଟେ ହେଲା ଯୋଗୀୟ ଶବ୍ଦ, ଆଉ ଗୋଟେ ହେଲା ଯୋଗ ରୂଢ଼ ଶବ୍ଦ ହେଲା। ତ ପ୍ରଥମେ ଦେଖିବା ରୂଢ଼ ଶବ୍ଦ କ'ଣ। ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟେକତ ଅର୍ଥାତ୍ ତାର ମୌଳିକ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ ତାକୁ ଆମେ କହିବା ରୂଢ଼ ଶବ୍ଦ, ଯଥା ବ୍ୟାଘ୍ର, ଘଟ, କ୍ଷେତ୍ର। ତ ଏଗୁଡ଼ିକ ତ ଯେମିତି ଆମର ଘଟ ଧାତୁର ଅର୍ଥ ହେଲା ଚେଷ୍ଟା କରିବା ହେଲା। ମାତ୍ର ଘଟ ଶବ୍ଦର ଅର୍ଥ ହେଲା ପାତ୍ର। ଏଟାର ଦେଖ ଘଟ ଧାତୁ ଯେଉଁ ରହିଛି ଘଟ ଧାତୁର ଅର୍ଥ ହେଲା ଯେ ଚେଷ୍ଟା କରିବା, କିନ୍ତୁ ଏଇଟା ଘଟର ଅର୍ଥ କ'ଣ ହେଲା ପାତ୍ରକୁ ହିଁ ସମସ୍ତେ ମାନିବେ। ଯେମିତି କ୍ଷେତ୍ର ସେ ଗୋଟେ ରୂଢ଼ ଶବ୍ଦ, କିନ୍ତୁ କ୍ଷେତ୍ର ଶବ୍ଦର ପ୍ରକୃତ ଅର୍ଥ ହେଲା ଯେ କ୍ଷେତ୍ରରୁ ତ୍ରାଣ କରି ତାକୁ ଆମେ କହିବା କ୍ଷେତ୍ର। କିନ୍ତୁ କ୍ଷେତ୍ର କହିଲେ ସାଧାରଣତଃ ବୁଝେ ଯେ କ୍ଷେତ୍ର ନାମକ ଏକ ଜାତି ବିଶେଷକୁ। ଏଟାର କ୍ଷେତ୍ର କହିଲେ ଗୋଟେ କ୍ଷେତ୍ର ନାମକ ଯେଉଁ ଜାତି ବିଶେଷ ଅଛି ତାକୁ ବୁଝେ। ତ ଏଭଳି ଭାବରେ ଗୋଟେ ଅଲଗା ଅର୍ଥ ପ୍ରକାଶ କରାଯାଏ। ତ ଯେମିତି ଚିତା ପ୍ଲସ୍ କାଟିବା, ଚିତା କାଟିଦେବା, ଠକିଦେବା, ବାଟ କାଟିବା, ମୁହଁ ବୁଲେଇ ଚାଲିଯିବା, କଥା କାଟିବା ମାନେ ଯୁକ୍ତି ମାଧ୍ୟମରେ ନିଜ କଥାକୁ ଗୁରୁତ୍ୱ ଦେବା, କଥା କାଟିବା। ତ ଏଇଭଳି ଭାବରେ କେତୋଟି ଆମର ରୂଢ଼ ଶବ୍ଦ ଆମ ରହିଛି ଆମ ଶବ୍ଦ ଭାଷାକୋଷରେ। ତ ତାପରେ ଦେଖିବା ପିଲାମାନେ ଯୋଗ୍ୟ ଶବ୍ଦ। ତ ରୂଢ଼ ଶବ୍ଦ ମନେ ରହିଲା। ତ ବା ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟେକତ ଅର୍ଥ ପ୍ରକାଶ ନ କରି ଅନ୍ୟ ଏକ ଭିନ୍ନ ଶବ୍ଦ ଭିନ୍ନ ଅର୍ଥ ପ୍ରକାଶ କରେ, ଯେମିତି ଘଟ ଯେଉଁଟା ତାର ପ୍ରକୃତ ଅର୍ଥ ହେଲା ଚେଷ୍ଟା କରିବା, କିନ୍ତୁ ସେଇଟା ପାତ୍ର ଭାବରେ ବ୍ୟବହାର କରାଯାଉଛି ଏଇଟା। ତ ଯୋଗ୍ୟ ଶବ୍ଦ କ'ଣ ଦେଖିବା। ଏକାଧିକ ରୂପିମ ସହାୟତାରେ ଯୋଗ୍ୟ ଶବ୍ଦ ଗଠିତ ହୁଏ। ଏହି ଧରଣ ଶବ୍ଦ ତାର ପ୍ରକୃତି ପ୍ରତ୍ୟେକତ ଅର୍ଥକୁ ହିଁ ପ୍ରକାଶ କରିଥାଏ। ପ୍ରକୃତି ତାର ଯେଉଁଟା ପ୍ରକୃତି ଅର୍ଥ ସେଇଟା ହିଁ ସେ ପ୍ରକାଶ କରେ। ଯେମିତି
ପଚ୍ ଯୁକ୍ତ ଅକ ପାଚକ। ପାଚକ ଶବ୍ଦର ପ୍ରକୃତିଗତ ଅର୍ଥ ହେଲା ଯେ ପାକ କରେ ବା ଯେ ରୋଷେଇ କରେ। ଏଥିରେ କୌଣସି ଭିନ୍ନ ଅର୍ଥ ଆସେ ନାହିଁ। ପାଚକ ଯେ ଆମର ରୋଷେଇଆ ବୋଲି ଆମେ ଯାହାକୁ ଯିବା ପାଚିକା ଯାହାକୁ ଆମେ କହୁଛେ, ତେଣୁ ପାଚକର ପ୍ରତ୍ୟେକଗତ ଅର୍ଥ ସାଧାରଣତଃ ଏକ ହୋଇଥିବାରୁ ଏହା ଯୋଗୀୟ ଶବ୍ଦ ହେଲା। ଏଇଟା ସେମ୍ କିଛି ନାହିଁ। ତ ସେଭଳି ଭାବରେ ଯୋଗର ଗୋଟେ ଶବ୍ଦ କ'ଣ ଦେଖିବ ପିଲାମାନେ। ତ ପିଲାମାନେ ଯେଉଁ କୁହାଯାଏ କାହାକୁ ଏଇଟା ଗୋଟେ ମନେ ରଖିଦିଅ, ତାର ଗୋଟେ ହିଁ କିମ୍ବା ଦୁଇଟା ଖଣ୍ଡେ ତୁମେ ଉଦାହରଣ ମନେ ରଖିଦିଅ। ଆଉ କିଛି ଏତେ ଇମ୍ପୋର୍ଟାଣ୍ଟ ନାହିଁ, ଶହ ହଜାର କିଛି ମନେ ରଖିବା ଦରକାର ନାହିଁ। ଯୋଗର ଗୋଟେ ଶବ୍ଦ ଯେଉଁ ଶବ୍ଦ ତାର ବ୍ୟକ୍ତିଗତ ଅର୍ଥରେ ଅନେକ ବସ୍ତୁ ବୁଝାଇବା ସମ୍ପର୍କ ହେଉଥିଲେ ବସ୍ତୁ ଯେଉଁ ତାହା ଗୋଟିଏ ମାତ୍ର ବସ୍ତୁ ବୁଝେ ତାକୁ ଯୋଗର ଗୋଟେ ଶବ୍ଦ କୁହାଯାଏ। ଅର୍ଥାତ୍ ଯେଉଁ ଯୋଗ୍ୟ ଶବ୍ଦ ଗୁଡ଼ିକ ମୂଳ ଶବ୍ଦ ସହିତ ତାର ସମ୍ପର୍କଗତ ଅର୍ଥକୁ ପ୍ରକାଶ କରିବା ସହିତ କୌଣସି ବିଶେଷ ଅର୍ଥ ପ୍ରକାଶ କରୁଥାଏ ତାକୁ ଯୋଗର ଗୋଟେ ଶବ୍ଦ ଭାବରେ ଗ୍ରହଣ କରାଯାଏ। ଦେଖ ଉଦାହରଣ ପଙ୍କଜ, ପଙ୍କଜନ ତାର ଅର୍ଥ ହେଲା କ'ଣ ପଙ୍କଜ। ତ ପଙ୍କଜ ଶବ୍ଦ ବ୍ୟକ୍ତିଗତ ଅର୍ଥ ହେଲା ଯେ ପଙ୍କରୁ ଜାତ, ଯେ ପଙ୍କରୁ ଯେ ଜନ୍ମ ତାକୁ ଆମେ କହିବା ପଙ୍କଜ। କିନ୍ତୁ ପଙ୍କରୁ ବିଭିନ୍ନ ପ୍ରକାର ପଦାର୍ଥ ଜନ୍ମିବା ସ୍ୱାଭାବିକ ହୋଇଥିଲେ ପଙ୍କଜ ଶବ୍ଦ ସେସବୁ ନ ବୁଝାଏ କେବଳ ପଦ୍ମକୁ ହିଁ ବୁଝାଏ। ବୁଝିଲ ନା ନାହିଁ? ସେ ପଙ୍କଜର ମାନେ କ'ଣ ପଙ୍କରୁ ଯେ ସୃଷ୍ଟି ହେଲେ ତାକୁ ଆମେ କହିବା ପଙ୍କଜ, କିନ୍ତୁ ନାହିଁ ଏଠାରେ ଖାଲି କେବଳ ପଦ୍ମଟାକୁ ହିଁ ଏଠାରେ ଗୁରୁତ୍ୱ ଦିଆଯାଇଛି। ତ ଏଠାରେ ଅନୁରୂପୀ ଭାବେ ଦନ୍ତୀ ଶବ୍ଦ ଗୁଡ଼ିକ ଯଦି ଆମେ ଦେଖିବା ଯାହାର ଦାନ୍ତ ଅଛି ସେ ହେଉଛି ଦନ୍ତୀ। ମାତ୍ର ମନୁଷ୍ୟ, ଗୋ, ଅସ୍ୱାଦିକ ଦାନ୍ତ ଥିଲେ ବି ଦନ୍ତୀ ଏମାନଙ୍କୁ ନ ବୁଝାଇ ହାତୀକୁ ହିଁ ବୁଝାଏ ହେଲା। ଏଭଳି ଭାବରେ ରହିଛି ପିଲାମାନେ କେତେଟା ଆମର ଯୋଗରୂଢ଼ ଶବ୍ଦ। ତ ମନେ ରଖିଥିବ ପିଲାମାନେ, ଯେମିତି ଯୋଗ୍ୟ ଶବ୍ଦରେ ଗୋଟେ ଆସିଲା ପାଚକ, ତ ଆମର ଏଠାରେ ଆସିଲା ଘଟ ହେଲା, ମନେ ରଖିଥିବ ଘଟ। ତ ଏଠାରେ ଆସିଲା ଯୋଗରୂଢ଼ ଶବ୍ଦ ଗୋଟେ ପଙ୍କଜ। ତାପରେ ଆସିଲା ନତ୍ୱମୂଳକ ଅଶୁଦ୍ଧ ନିରାକରଣ ସମ୍ପର୍କରେ ଲେଖ। ପଦ ମଧ୍ୟରେ ନ ର ଣ ପରିବର୍ତ୍ତନ ରହିଥିବା ବିଧିକୁ ନତ୍ୱ ବିଧି ବୋଲି କୁହାଯାଏ। ସାଧାରଣ ର ପରେ ନ ଥିଲେ ଣ ହୁଏ, ରଣା, ଘୃଣା, ଋଣ, ହରଣ, ବରଣ, ଶରଣ। ତ ଏଭଳି ଭାବରେ ତ ପଦ ମଧ୍ୟବର୍ତ୍ତୀ ରୁ ସ ନ ର ମଝିରେ କୌଣସି ସ୍ୱରବର୍ଣ୍ଣ ଯେମିତି କବର୍ଗ, ପବର୍ଗ ଏବଂ ହ, ଜବ ଏବଂ ଅନୁସ୍ୱାର ଥିଲେ ନ ସ୍ଥାନରେ ଣ ହୁଏ, ଯେମିତି ଭ୍ରୂଣ, ଭାଷଣ। ଏଭଳି ଭାବରେ ଆମର ସବୁ ରହିଛି ପିଲାମାନେ ହେଲା। ତ ସମାସ ସିନ୍ଧି ସମସ୍ତ ପଦ ଭିନ୍ନ ଭିନ୍ନ ଦୁଇଟି ସମସ୍ୟ ମାନ ପଦ ସମଷ୍ଟିରେ ଗଠିତ ହେବା ଯୋଗୁଁ ପୂର୍ବ ପଦରେ ରୁ ର ସ ସ୍ଥାନରେ ନଟା ଅଣ ହୁଏ ନାହିଁ। ରଘୁନନ୍ଦନ, ଗିରିନନ୍ଦିନୀ, ନରନାଥ, ହରିନାଥ, ତ ତ୍ରିନେତ୍ର, ତ ଏଗୁଡ଼ିକ ଜାଗାରେ ଆମର ହୁଏନି। ତ ଟ ଠ ଡ ଢ ସହିତ ନ ଥିଲେ ସେଇଟା ଅଣ ହୋଇଛି, ଯେମିତି ଲଣ୍ଠନ ହେଲା, ଲଣ୍ଠନ, ବଣ୍ଟନ, ଅଣ୍ଟ ଟ ରହିଛି, କଣ୍ଟା ଅଣ୍ଟ ରହିଛି, ତ ଏଇଟା ହେବ ଅଣ। ଏଇଭଳି ନତ୍ୱବିଧି ଆମର ରହିଛି। ତ ଯେମିତି ଅନେକ ଶବ୍ଦରେ ସ୍ୱାଭାବିକ ଗଣ ଥାଏ, ବେଣୁ, ଗଣନା, ପାଣି, ବଣିକ, ତ ଏଗୁଡ଼ିକ ଜାଗାରେ ଆମର ଦେଖାଯାଏ ନାହିଁ କିଛି ଶବ୍ଦ ଗୁଡ଼ିକ ଡାଇରେକ୍ଟ ଏମିତି ରହିଥାଏ, ସ୍ୱାଭାବିକ ଭାବରେ ସେ ରହିଥାଏ। ସ୍ୱତ୍ୱବିଧି ମୂଳକ ଅଶୁଦ୍ଧ ନିରାକରଣ ସମ୍ପର୍କରେ ବା ବିଷୟରେ ଲେଖ। ଯେଉଁ ବିଧି ବା ନିୟମ ଦ୍ୱାରା ସ ହୁଏ, ଏଇ ଯେଉଁ ଆମର କ'ଣ ଏ ସଟା ସ ହୁଏ ତାକୁ ସ୍ୱତ୍ୱବିଧି ଭାବରେ କୁହାଯାଏ। ଯେମିତି ଆ ଭିନ୍ନ କୌଣସି ସ୍ୱରବର୍ଣ୍ଣ ପରେ ସ ଥିଲେ ସ ହୁଏ, ଯେମିତି ବିଷମ ହେଲା, ଅଭିଷେକ, ଆନୁଷଙ୍ଗିକ, ଉଷା, ଆଶେଷ ଏଗୁଡ଼ିକ କ୍ଷେତ୍ରରେ। କରେ କ ଏବଂ ର ବ୍ୟଞ୍ଜନ ପରେ ସ ଥିଲେ ସ ହୁଏ। ଆବିଷ୍କାର, ପିତୃସ୍ୱଷା, ମୁର୍ମୁଷୁ, ଶୁଶ୍ରୂଷା, ପରିଷ୍କାର ଏଗୁଡ଼ିକ କ୍ଷେତ୍ରରେ। ତ ଏଇଟା ହେଉଛି ଗୋଟେ ମାନେ ଯେଉଁ ନିରାକରଣ ବିଷୟ ରହିଛି, ମାନେ କେତୋଟି ତୁମେ ଶବ୍ଦ ନେଇଯିବ ଏବଂ କେଉଁଟା ପରେ କେମିତି କ'ଣ ଗୋଟେ ପରିବର୍ତ୍ତନ ଅଛି ତୁମେ ସେଇଟା ଆଲୋଚନା କର ବୋଲି କୁହାଯାଇଛି। ତ 9 ନମ୍ବର ଦେଖିବା ପିଲାମାନେ, ପ୍ରତ୍ୟୟଜନିତ ଅଶୁଦ୍ଧ ନିରାକରଣ ବିଚାର କର। ଓଡ଼ିଆ ଭାଷାରେ ନୂତନ ଶବ୍ଦ ଗଠନ କ୍ଷେତ୍ରରେ ଦୁଇଟି ରୀତି ବିଶେଷ ଭାବରେ ଅନୁଷ୍ଠିତ। ଗୋଟେ ହେଲା ଶବ୍ଦ ବା ଧାତୁରେ ପୂର୍ବସର୍ଗ ବା ଉପସର୍ଗ ବା ପ୍ରତ୍ୟୟ ଯୋଗ, ଅନ୍ୟଟି ହେଲା ଶବ୍ଦ ବା ଧାତୁରେ ପରସର୍ଗ ବା ପରପ୍ରତ୍ୟୟ ଯୋଗ। ତ ଦେଖ ଦୁଇଟା ହେଲା, ଗୋଟେ ହେଲା ଆମର ଉପସର୍ଗ ବା ପୂର୍ବସର୍ଗ, ଆଉ ଗୋଟେ ହେଲା ଆମର ପରସର୍ଗ ବା ପରପ୍ରତ୍ୟୟ ଯୋଗ। ଏଇଟା ପୂର୍ବ ପ୍ରତ୍ୟୟ ଯୋଗ କହିପାରିବା, ଏଇଟା ହେଲା ପରପ୍ରତ୍ୟୟ। ଏଇଟାକୁ ଆମେ କହିବା ପରସର୍ଗ କହିପାରିବା, ଏଇଟା ଆମେ ପୂର୍ବସର୍ଗ ବୋଲି କହିପାରିବା। ପ୍ରତ୍ୟୟ ଯୋଗରେ ଶବ୍ଦର ଆକାରରେ ପରିବର୍ତ୍ତନ ହୁଏ। ମୂଳ ଶବ୍ଦରେ ଧ୍ୱନିର ଆଗମ, ଲୋପ ଓ ବୃଦ୍ଧି ଘଟି ମୂଳ ରୂପଟି ବଦଳି ଯାଇଥାଏ। ବିଶେଷ ଭାବରେ ଶବ୍ଦ ଧାତୁର ଉତ୍ତରରେ ଅ, ଅଣ, ଇ, ଜ, ତ, ଇକ, ଇନ ଇତ୍ୟାଦି ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦ ବିଶେଷରୁ ବିଶେଷଣରୁ ବିଶେଷ କ୍ରିୟାରୁ କ୍ରିୟା ବିଶେଷଣ ହୋଇଥାଏ। ଶବ୍ଦର ଏଭଳି ପ୍ରତ୍ୟୟଜନିତ ଅଶୁଦ୍ଧି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଯେମିତି ଦେଖ ପିଲାମାନେ, ସମ୍ମାନନୀୟ, ଏଇଟା ହେଉଛି ସମ୍ମାନୀୟ ହେଉଛି ଅଶୁଦ୍ଧ ଶବ୍ଦ, ସମ୍ମାନନୀୟ ହେଉଛି ଶୁଦ୍ଧ ଶବ୍ଦ। ଦେଖ ତାର ଗୋଟେ ଦେଇଛି ଆମର ସନ୍ଧି ବିଶେଷ କରିଦେଇଛି, କେମିତି ଏଇଟା ସେଇଟା ହେଲା। ତ ସାର୍ବଜନୀନ, ଏଇଟା ହେଉଛି ସର୍ବଜନୀନ। ମହିମାମୟ, ତ ଭୌଗୋଳିକ ନା ଏଇଟା ଭୌଗୋଳିକ, ତ ଭୂଗୋଳ ପ୍ଲସ୍ ଇକ ଭୌଗୋଳିକ। ତ ଏକ ପ୍ରତ୍ୟୟ ଯୋଗ ମୂଳରେ ଶବ୍ଦରେ ବୃଦ୍ଧି ଘଟିଥାଏ। ତ ଏଭଳି ଭାବରେ ପିଲାମାନେ ଆମର 5 ମାର୍କ କ୍ୱେଶ୍ଚନ୍ ଗୁଡ଼ା ରହିଥିଲା।
तो देखिले तो तार परवर्ती पिलाने देखिए कि 8 नंबर विशिष्ट प्रश्न तो से आज मु क्लास 8 रखुची तो परवर्ती क्लास में देखा तो रोचे जय जगन्नाथ।